ଆଜିର ସୁସମାଚାର ମାଥ୍ୟୁ 5 ଅଧ୍ୟାୟ 43-48 ପଦ ଯାଏ। ଶତ୍ରୁ ପ୍ରତି ପ୍ରେମ ଓ ସିଦ୍ଧ। ଏହା କୁହାଯାଇଥିବା ତୁମେ ଶୁଣିଅଛ, ପ୍ରତିବେଶୀକୁ ପ୍ରେମ କର ଏବଂ ଶତ୍ରୁକୁ ଘୃଣା କର। ମାତ୍ର ମୁଁ ତୁମମାନଙ୍କୁ କହେ, ତୁମର ଶତ୍ରୁମାନଙ୍କୁ ପ୍ରେମ କର ଏବଂ ଯେଉଁମାନେ ତୁମକୁ ନିର୍ଯାତନା ଦିଅନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। ତାହା ହେଲେ ତୁମେ ତୁମର ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ ହୋଇପାରିବ, କାରଣ ସେ ଭଲ ଓ ମନ୍ଦ ଲୋକଙ୍କ ଉପରେ ତାଙ୍କର ସୂର୍ଯ୍ୟ ଉଦୟ କରାନ୍ତି ଏବଂ ଧାର୍ମିକ ଓ ଅଧାର୍ମିକଙ୍କ ଉପରେ ବୃଷ୍ଟି କରାନ୍ତି। ଯେଉଁମାନେ ତୁମକୁ ପ୍ରେମ କରନ୍ତି, କେବଳ ସେମାନଙ୍କୁ ତୁମେ ପ୍ରେମ କଲେ କି ପୁରସ୍କାର ପାଇବ? କରଗ୍ରାହୀମାନେ କ'ଣ ତାହା କରନ୍ତି ନାହିଁ? ଆଉ ତୁମେମାନେ ଯଦି କେବଳ ନିଜ ଭାଇ ଓ ଭଉଣୀମାନଙ୍କୁ ନମସ୍କାର କର, ତେବେ ଅନ୍ୟମାନଙ୍କ ଠାରୁ ଅଧିକ ବା କ'ଣ କରୁଛ? ବିଜାତୀୟମାନେ ସୁଦ୍ଧା କ'ଣ ତାହା କରନ୍ତି ନାହିଁ? ଅତଏବ ତୁମମାନଙ୍କର ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମେ ମଧ୍ୟ ସେହିପରି ସିଦ୍ଧ ହୁଅ।